पुओ को कोଳରେ ଶୁଆଇ ମ୍ୟାଗି ଖୁଆଇ ଦେଉଛି ମା। ମ୍ୟାଗି ଗରମ ଅଛି ଆଉ ପୁଅର ମୁହଁ କାଳେ ଫୋଟକା ହୋଇଯିବ ସେଥିପାଇଁ ମ୍ୟାଗିକୁ ଫୁଙ୍କି ଥଣ୍ଡା ମଧ୍ୟ କରିଦେଉଛି। ଗରମ ଗରମ ଆରିସା କାକରା ପିଠା କରି ପୁଅର ମୁହଁରେ ନେଇ ମାଡ଼ି ଦେଉଛି ମା। ହେଲେ ପୁଅ ଖାଉନାହିଁ। ନା ମ୍ୟାଗି ଖାଉଛି ନା ଆରିସା କାକରା ପିଠା ଖାଉଛି। କାରଣ ପୁଅ ପରା ସବୁଦିନ ପାଇଁ ମାକୁ ଛାଡ଼ି ଆରପାରିକୁ ଚାଲି ଯାଇଛି। ହଁ ଆଜ୍ଞା, ଏମିତି ଦୃଶ୍ୟକୁ ଦେଖିଲେ ଛାତି ଫାଟିଯିବ। ଆଖିରୁ ଲୁହ ଗୁଡାକ ଧାର ଧାର ହୋଇ ବୋହି ଚାଲିବ। ଯେତେ ଅଟକାଇଲେ ବି ଅଟକିବ ନାହିଁ। କାରଣ ମାର କୋଳ ଆଜି ସବୁଦିନ ପାଇଁ ଖାଲି ହୋଇଯାଇଛି। ଭେଣ୍ଡିଆ ପୁଅ ମାକୁ ଛାଡ଼ି ଆରପାରିକୁ ଚାଲି ଯାଇଛି। ଏମିତି କିଛି କୋହ ଭରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳରେ। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। ମୃତ ପୁଅକୁ ଧରି କାନ୍ଦି କାନ୍ଦି ଖୁଆଇ ଦେଉଛି ମା। ପୁଅକୁ ମ୍ୟାଗି ଆଉ ପିଠା ଭଲ ଲାଗେ ବୋଲି ମୃତ ପୁଅ ଘରକୁ ଫେରିବା ସମୟରେ ମା ତିଆରି କରିଛି ମ୍ୟାଗି ଆଉ ପିଠା। ପୁଅକୁ ଆଉଁସି ଦେଇ ଖୁଆଇ ଦେଉଛି। ମଝିରେ ମଝିରେ ଗରମ ମ୍ୟାଗିକୁ ଫୁଙ୍କି ମଧ୍ୟ ଦେଉଛି। ସମସ୍ତେ ଆଜି ମୋର ମାହାତ। ସମସ୍ତଙ୍କ ଆଖିରେ ଆଜି ଆଖିଏ ଲୁହ। ମା, ଭାଉଜ, ଖୁଡ଼ି, ଜେଜେମା ସମସ୍ତେ ଛାତିକୁ ପିଟି କାନ୍ଦିବାରେ ଲାଗିଛନ୍ତି। ସୂଚନା ମୁତାବିକ ମୃତ ଯୁବକଙ୍କର ନାଁ ହେଉଛି ଅଭିଜିତ ଗିରି। ଘର ହେଉଛି କପ୍ତିପଦା ଟିକିଆ ଗାଁରେ। ତେବେ ଅଭିଜିତ ରାଜସ୍ଥାନର କୋଟାରେ ରହି ଜେଇର କୋଚିଂ ନେଉଥିଲେ। ହେଲେ ଏବେ ତାଙ୍କର ମୃତଦେହ ସେ ରହୁଥିବା ଘରୁ ଉଦ୍ଧାର ହୋଇଥିଲା। ଏହାପରେ ଅଭିଜିତଙ୍କର ମୃତଦେହ ତାଙ୍କ ଗାଁରେ ଆସି ପହଞ୍ଚିଛି। ଯାହାପରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଅଭିଜିତ ଭଲ ପାଠ ପଢୁଥିଲେ। ସବୁବେଳେ କଲେଜରେ ଫାଷ୍ଟ ହେଉଥିଲେ। ଭଲ ଚିତ୍ର ମଧ୍ୟ କରିପାରନ୍ତି ଅଭିଜିତ। ସେଥିପାଇଁ ଅଭିଜିତ ଏମିତି କିଛି କରିପାରିବେ ନାହିଁ। ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୁକ୍ତଙ୍କର ମା ବାପା। ସେପଟେ ଗାଁରେ ଜମା ହୋଇଛନ୍ତି ଶହ ଶହ ଲୋକ। ଗେଲବସିରିଆ ପୁଅ ଆଜି ଗାଁରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛି। ଯେଉଁ ପୁଅ ଗାଁକୁ ଆସିଲେ ସମସ୍ତେ ହସୁଥିଲେ, ସେଇ ପୁଅ ଆଜି ସମସ୍ତଙ୍କ ଆଖିରେ ଲୁହ ଦେଇ ଯାଇଛି। କପ୍ତିପଦାରୁ ଶ୍ଵେତ ସୁନ୍ଦର ମଲ୍ଲିକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର। कृष्णा विकास स्कूलों में आइए, अनुभवी शिक्षकों से मिलिए, वातावरण को महसूस कीजिए, वेबसाइट को ध्यान से पढ़िए, फिर सोचिए। कृष्णा विकास ग्रुप ऑफ इंस्टीट्यूशंस।